ସଫଳତା ତଳକୁ କରିଦିଅ ବାସ୍। ଆପଣଙ୍କ ବାସ୍ ସୁଗାର ଭେଜିକୁ ଦବା ଆପଣଙ୍କ ବାସ୍ ସୁଗାର ଭେଜିକୁ ଦବା ହାତ ଗାନ୍ଧୀ ଗୋଟେ ଖାଇଲେ ନିକଟରେ ପ୍ରକାଶ ପାଇଛି ଜେଇ ପରୀକ୍ଷାର ରେଜଲ୍ଟ। ଯାଜପୁର ଅଞ୍ଚଳ ଧର୍ମଶାଳାର ପ୍ରତୀକ୍ଷା ନାମକ ଜଣେ ଛାତ୍ରୀ ଯିଏକି ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 98.33% ନମ୍ବର ରଖି ସର୍ବଭାରତୀୟ ସ୍ତରରେ 18 ନମ୍ବର ଜଣଙ୍କ ଭିତରେ ଅଛନ୍ତି। ମୋ ନାଁ ହେଉଛି ପ୍ରୀତିକ୍ଷା ରାଉତ ଆଉ ଆମ ଘର ହେଉଛି ଅଭୟପୁରରେ ରତନପୁର ଗାଁରେ। କ'ଣ କହିବେ ଆପଣ ଏଇ ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୟାର ପାଇଁ ଶ୍ରେୟ କାହାକୁ ଦେବେ? କ'ଣ କେମିତି ପଢ଼ୁଥିଲେ? ମୋ ଶ୍ରେୟ ତ ଅଫକୋର୍ସ ସବୁଠାରୁ ପ୍ରଥମେ ମୋ ବଡ଼ ଦିଦିକୁ ଦେବି ଆଉ ମମି ପାପାକୁ ଯାଙ୍କ ସପୋର୍ଟ ମୋର ପୁରା 6 ମାସଙ୍କ ଯାଇ ମୋ ପାଖରେ ରହିଲା। କେବେ ବି ମୋ କନଫିଡେନ୍ସ ଲୋ ହେବାକୁ ଦେଲେ ନାହିଁ। ଆଉ ପାଠପଢ଼ା ତ ରହୁଥିଲା 12ରୁ 13 ଘଣ୍ଟାର ପାଠପଢ଼ା ରହୁଥିଲା। ଆଉ ପାଠପଢ଼ା କେତେ ଘଣ୍ଟାର ରହିଲା ସେଇଟା ମହତ୍ତ୍ୱ ନାହିଁ, ମେନ୍ ରହୁଛି ସିଏ 12 ଘଣ୍ଟାରେ କ'ଣ କେତେ ପଢ଼ିଲ। ଚାହେ 6 ଘଣ୍ଟା ବି ପଢ଼ କିଛି ନାହିଁ, କିନ୍ତୁ ମନ ଦେଇକି ପଢ଼ ଆଉ ଯେମିତି ଯେଉଁ ପାଠ ପଢ଼ୁଛ ସେଇଟା ମନେ ରଖିପାରିବ। କୋଚିଂ କେଉଁଠି ନେଉଥିଲେ? ମୁଁ ସେଲ୍ଫ ଷ୍ଟଡ଼ି କରିଥିଲି, ଅନଲାଇନ୍ରୁ ଖାଲି କୋଚିଂ ନେଉଥିଲି। ଭବିଷ୍ୟତରେ କ'ଣ ଲକ୍ଷ୍ୟ ରଖିଛନ୍ତି? ମୁଁ ଏବେ ଜେଇ ମେନ୍ର ଏକ୍ଜାମ୍ କ୍ଲିୟର୍ ହେଇଛି, ଏବେ ତ ଫୋକସ୍ ରହିବ ଆଡ଼ଭାନ୍ସ ଉପରେ। ତାପରେ ମୁଁ ବିଟେକ୍ କରିକି ଜବ୍ କରିକି ମାଷ୍ଟର୍ସ କରିବାକୁ ଚାହୁଁଛି। ଶୁଣୁଥିଲେ ତାଙ୍କର ସଫଳତା, ଯାହା ପ୍ରତି ତାଙ୍କର ବଡ଼ ଭଉଣୀର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି, ତା ସହିତ ତାଙ୍କ ପିତାମାତାଙ୍କର ବି ଦାୟିତ୍ୱ। ପିତା ମନୋଜ ରାଉତ। କ'ଣ କହିବେ ଝିଅ ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି କେତେ କ'ଣ ଖୁସି ଅଛନ୍ତି? ମୁଁ ବହୁତ ଖୁସି ଅଛି। ସେ ବହୁତ ତାର ପରିଶ୍ରମ ରହିଛି ପଢ଼ିବାର, 12-13 ଘଣ୍ଟା ଦିନରେ ପଢ଼ୁଥିଲା। ତା ପାଠ ପଢ଼ିବାର ମେନ୍ ତାର ବଡ଼ ଭଉଣୀ, ତାଙ୍କ ବଡ଼ ଭଉଣୀ ପାଇଁ ସେ ଆଜି ଏତେ ଭଲ ଆଚିଭମେଣ୍ଟ କରିପାରିଛି। ମୁଁ ମନୋଜ କୁମାର ରାଉତ। କ'ଣ କହିବେ ଝିଅ ଏଇ ଯେଉଁ ସଫଳତା ହାସଲ କରିଛି ତାପରେ କ'ଣ ଟିକେ କୁହନ୍ତୁ? କେତେ ଝିଅ ସଫଳତା ପଛରେ ନିଜର କଠିନ ପରିଶ୍ରମ ଏବଂ ତା ବଡ଼ ଭଉଣୀର ପ୍ରେରଣା ଏବଂ ତା ସାହାଯ୍ୟ, ଏଇଥିପାଇଁ ସେ ଆଜି ଆଚିଭମେଣ୍ଟ କରିପାରିଛି ଏବଂ ଭବିଷ୍ୟତରେ ଆମେ ଆଶା ରଖିଛୁ ସେ ଏଇଭଳି ଉତ୍ତୀର୍ଣ୍ଣ କରିବ। ଶୁଣୁଥିଲେ ନିଜର ଦୃଢ଼ ଇଚ୍ଛା ଶକ୍ତି, ସେଲ୍ଫ ନିଜେ କୌଣସି କୋଚିଂ ନ ନେଇ ନିଜ ଇଚ୍ଛାରେ ପଢ଼ି ସେ ଯାହାକି ବର୍ତ୍ତମାନ ଆମ ଏ ଧର୍ମଶାଳା ଯାଜପୁର ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆଗକୁ ଲକ୍ଷ୍ୟ ରଖିଛନ୍ତି ଏଇ ଜେଇର ମାଷ୍ଟର ଶିକ୍ଷା ଏଇ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ। ଯାଜପୁର ଧର୍ମଶାଳାରୁ ପ୍ରମୋଦ ରାଉତଙ୍କ ରିପୋର୍ଟ, MBC TV।